ଚାଷୀ ହେବେ ଲାଭବାନ, ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା। କିନ୍ତୁ ଭିଡ଼ିଓଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେବେ ବି ଯେତେବେଳେ ବି ଏହିପରି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ତା ସହ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ। ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଆଉ ଏହି ଯୋଜନାର ଲାଭବାନ ହୋଇପାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର। ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି କୃଷିମନ୍ତ୍ରୀ କେବି ସିଂ ଦେଓ। ଆଉ ଏହି ଯୋଜନାରେ ଲାଭବାନ ହୋଇପାରେ କ୍ଷୁଦ୍ର ଓ ନାମ ଚାଷୀ। ସୂଚନା ମୁତାବକ ସିଏମ୍ କିଷାନ ଯୋଜନାରେ ପ୍ରତ୍ୟେକ କିସ୍ତିରେ 2,000 ଲେଖାଏଁ ଟଙ୍କା ବର୍ଷକୁ 2ଟି କିସ୍ତିରେ ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ଭୂମିହୀନ କୃଷକ ପରିବାରକୁ ସମୁଦାୟ 3ଟି କିସ୍ତିରେ 12,500 ଟଙ୍କା ପ୍ରଦାନ କରାଯିବ। ତେବେ ନୂତନ ଭାବରେ ପଞ୍ଜୀକୃତ ହେବା ପାଇଁ ଚାଷୀମାନେ ସିଏମ୍ କିଷାନ ଅଭିଯୋଗ ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି। ଅନ୍ୟପଟେ ପିଏମ୍ କିଷାନ ଯୋଜନାର ନିୟମାବଳୀ ଅନୁଯାୟୀ ଚାଷୀମାନେ ଯୋଗ୍ୟ ବିବେଚିତ ହେବେ। ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯିବ। ଏନେଇ ବାଲେଶ୍ୱର ବିଧାୟକ ପ୍ରଶ୍ନରେ ଉତ୍ତର ରଖି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷକ ଓ ସଶକ୍ତି ବିଭାଗ ମନ୍ତ୍ରୀ କନକ ବଦନ ସିଂହ ଦେଓ।